ମନମୋହନ ମିଶ୍ର ଜଣେ ବିପ୍ଳବୀ କବି ଭାବରେ ସୁପରିଚିତ। ତାଙ୍କ କାବ୍ୟ କବିତାରେ ମାର୍କ୍ସୀୟ ଚିନ୍ତାଧାରା ପ୍ରତିଫଳିତ। ଲାଲ ପତାକା ଓ ଲାଲ ସୂର୍ଯ୍ୟ ତାଙ୍କର ଅଧିକାଂଶ କବିତାରେ ସାମ୍ୟବାଦର ପ୍ରତୀକ ଭାବରେ ଗୃହୀତ। ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ସ୍ୱର୍ଗତ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରି ତାଙ୍କଦ୍ୱାରା ଲିଖିତ ହୋଇଥିଲା କୋଟିକଣ୍ଠେ। ତାଙ୍କର ପ୍ରକାଶିତ କବିତାଗୁଚ୍ଛଗୁଡ଼ିକ ହେଉଛି କୋଟିକଣ୍ଠେ, ଜନତାର ଡାକ, ନୂଆ ଗପଟିଏ ଲେଖ, ଆବାଜ ଇତ୍ୟାଦି। ଗଲା ମହାଯୁଦ୍ଧ ଓ ତା'ପରେ ଏହି ଗ୍ରନ୍ଥଟି ତାଙ୍କର କେତୋଟି ରମ୍ୟ ରଚନାରେ ସମୃଦ୍ଧ। ଚଳନ୍ତି ଭାଷାର ପ୍ରୟୋଗ ଓ ଚଳନ୍ତି ଭାଷାର ବିଜ୍ଞାନ ଏ ଦୁଇଟି ତାଙ୍କର ଭାଷାତାତ୍ତ୍ୱିକ ଗ୍ରନ୍ଥ, ଯାହା ଭାଷାତତ୍ତ୍ୱ ସମ୍ବନ୍ଧୀୟ ଜ୍ଞାନର ଯଥାର୍ଥ ପରିଚୟ ପ୍ରଦାନ କରେ।